ବୃଷ ରାଶିର ବନ୍ଧୁଗଣ, ରାହୁର ତାଣ୍ଡବ ଆରମ୍ଭ ହୋଇଯାଇଛି। ଆଜି ରାତିଟାରୁ ଆପଣଙ୍କ ଜୀବନରେ ଯାହା ଘଟିବ ତାହା ଆପଣ ସହ୍ୟ କରିପାରିବେ ନାହିଁ, କାରଣ ତିନୋଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଆପଣଙ୍କ ଦ୍ୱାରରେ ଏକକାଳୀନ ଠକ୍ ଠକ୍ କରିବାକୁ ଯାଉଛି। ଆପଣଙ୍କ ମନ କାମ କରିବ ନାହିଁ ଯେ ମୁଁ ଏବେ କ'ଣ କରିବି, କାରଣ ଯେତେବେଳେ ରାହୁ ତାର ଖେଳ ଆରମ୍ଭ କରେ ମାନବ ମନ ସମ୍ପୂର୍ଣ୍ଣ ଭାବରେ ଦୋହଲିଯାଏ ଏବଂ ଏବେ ଏହି ତିନୋଟି ଘଟଣା ଆପଣଙ୍କ ସହିତ ଘଟିବାକୁ ଯାଉଛି, ଯାହା ଆଜି ପୂର୍ବରୁ ଆପଣଙ୍କ ଜୀବନରେ କେବେ ଘଟି ନାହିଁ। ଯଦି ଆପଣ ନିଜର ସୁରକ୍ଷା ଚାହାନ୍ତି ତେବେ ଆଜିର ଭିଡିଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ସତର୍କ ରହିବାକୁ ବହୁତ କମ୍ ସମୟ ଅଛି। ଆପଣଙ୍କର ଗୋଟିଏ ଛୋଟ ଅସାବଧାନତା ଆପଣଙ୍କ ସମଗ୍ର ପରିବାର ଉପରେ ଭାରୀ ହୋଇପାରେ, କାରଣ 600 ବର୍ଷ ପରେ ରାହୁ ଆପଣଙ୍କ ଦଶ ଭାଗରେ ତାଣ୍ଡବ ସୃଷ୍ଟି କରିବ, ଯାହାର ପ୍ରଭାବ ଆପଣଙ୍କ ପରିବାର ଉପରେ, ଆପଣଙ୍କ ଶରୀର ଉପରେ, ଆପଣଙ୍କ ମନ ଉପରେ, ଆପଣଙ୍କ କାମ ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ଏବଂ ଆପଣଙ୍କ ସହିତ ଏପରି ଏକ ଘଟଣା ଘଟିବ ଯାହା ଆପଣଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ କନ୍ଦାଇବ। ତୁମ ଜୀବନରେ ପୂର୍ବରୁ ଶନିଦେବଙ୍କ ଜଣେ କିମ୍ବା ଦୁଇ ଜଣ ସାଥୀ ତୁମକୁ ବହୁତ ହଲାଇ ଦେଉଛନ୍ତି, ବହୁତ କଷ୍ଟ ଦେଉଛନ୍ତି, କିନ୍ତୁ ବନ୍ଧୁଗଣ, ଆଜି ଏହି ଭିଡିଓରେ ମୁଁ ତୁମ ପାଇଁ ଶନି ଏବଂ ରାହୁ ଉଭୟଙ୍କ ପାଇଁ ଏକ ନିଶ୍ଚିତ ଉପଚାର ଆଣିଛି। ଆଜି ଏହି ଭିଡିଓରେ ମୁଁ ତୁମକୁ ଏକ ଉପଚାର ମଧ୍ୟ କହିବି ଯାହା ଶନି ଏବଂ ରାହୁ ଉଭୟଙ୍କୁ ତୁମ ପକ୍ଷରେ ଠିଆ କରାଇବ। ତୁମେ ସମଗ୍ର ବିଶ୍ୱକୁ ତୁମର ଇଙ୍ଗିତରେ ହେବାକୁ ଦେବ ନାହିଁ। ତୁମେ ଯାହା ଇଚ୍ଛା କର ତାହା ତୁମ କୋଳରେ ହେବ, କାରଣ ଯାହା ପାଖରେ ରାହୁ ଏବଂ ଶନି ଅଛନ୍ତି ସେ ଏହି ଜଗତର ସବୁଠାରୁ ବଡ଼ ରାଜା ହୋଇଯାନ୍ତି। ତେଣୁ ବନ୍ଧୁଗଣ, ମୁଁ ତୁମକୁ ଯାହା କହୁଛି ତାହା ବହୁତ ଧ୍ୟାନ ସହିତ ଶୁଣ। ବନ୍ଧୁଗଣ, ସାବଧାନ ରୁହ। ତୁମ ଜୀବନର ସବୁଠାରୁ ଭାରୀ ରାତି ଆସିବାକୁ ଯାଉଛି। ଆଗାମୀ 48 ଘଣ୍ଟା ମଧ୍ୟରେ ବନ୍ଧୁଗଣ, ଏହି ତିନୋଟି ବଡ଼ ଘଟଣା ନିଶ୍ଚିତ ଭାବରେ ତୁମ ସମସ୍ତଙ୍କ ଜୀବନରେ ଘଟିବ। ଶନିଦେବ ତାଙ୍କ ଘରୁ ସିଧାସଳଖ ଆସିଛନ୍ତି ଏବଂ ବନ୍ଧୁଗଣ, ଏହି 48 ଘଣ୍ଟା ମଧ୍ୟରେ ତୁମକୁ ମୋର ତିନୋଟି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ହଁ ବନ୍ଧୁଗଣ, ଆମେ ଜାଣୁ ଯେ ଗତ ଅନେକ ବର୍ଷ ଧରି ତୁମେ ତୁମର ଜୀବନରେ ବହୁତ ଅସୁବିଧାରେ ପଡ଼ିଛ ଏବଂ ବନ୍ଧୁଗଣ, ତୁମର ଏହି ଅସୁବିଧାର କାରଣ ହେଉଛି ତୁମର ନିକଟତର କେହି ଜଣେ ଯିଏ ତୁମର ଶତ୍ରୁ ପାଲଟି ଯାଇଛି ଏବଂ ତୁମକୁ ପଛ ପଛ ଆକ୍ରମଣ କରୁଛି। ବନ୍ଧୁଗଣ, ଗତ କିଛି ବର୍ଷ ମଧ୍ୟରେ ତୁମେ ତୁମ ଜୀବନରେ ତିନୋଟି ଭୁଲ କରିଛ, ଯାହା ଯୋଗୁଁ ତୁମକୁ ପ୍ରତ୍ୟେକ ପଦକ୍ଷେପରେ ବାରମ୍ବାର ବିଶ୍ୱାସଘାତ କରାଯାଉଛି ଏବଂ ବନ୍ଧୁଗଣ, ତୁମର ଶତ୍ରୁ ଏବେ ତୁମର ଦୁର୍ବଳତାକୁ ସୁଯୋଗ ନେଉଛି। ସେ ତୁମକୁ ଧରିଛି, ଯାହା ଯୋଗୁଁ ସେ ତୁମ ବିରୁଦ୍ଧରେ ବଡ଼ ଫାଶ ବସାବାକୁ ଯାଉଛି। ସମୟ ସହିତ ସତର୍କ ରୁହ ଏବଂ ଏପରି ଶତ୍ରୁମାନଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗି ଦିଅ। ବନ୍ଧୁଗଣ, ଏହି ଆଗାମୀ 48 ଘଣ୍ଟା ତୁମ ଜୀବନରେ ତିନୋଟି ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଆମେ ଆଜିର ଭିଡିଓରେ ତୁମକୁ ସମ୍ପୂର୍ଣ୍ଣ ସତ୍ୟ ବିଷୟରେ ବିସ୍ତାର ଭାବରେ କହିବୁ। ବନ୍ଧୁଗଣ, ଆଜିର ଭିଡିଓ ତୁମ ପାଇଁ ଆଶୀର୍ବାଦ କିମ୍ବା ଚମତ୍କାର ଠାରୁ କମ୍ ନୁହେଁ, ସେଥିପାଇଁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ବହୁତ ଧ୍ୟାନର ସହିତ ଦେଖ। ଏହି ଭିଡିଓ ତୁମର ଭାଗ୍ୟ ବଦଳାଇ ପାରିବ। ବନ୍ଧୁଗଣ, ତୁମେ ତିନୋଟି ବଡ଼ ଖୁସି ଖବର ପାଇବାକୁ ଯାଉଛ, କାରଣ ଏବେ ତୁମର ଜୀବନର ଲଗାମ କର୍ମଫଳ ଦାତା ଶନିଦେବଙ୍କ ହାତରେ। ଏପରି ପରିସ୍ଥିତିରେ ବନ୍ଧୁଗଣ, ଏବେ ତୁମର ଶତ୍ରୁମାନେ ଧ୍ୱଂସ ହେବାକୁ ଯାଉଛନ୍ତି। ଯେଉଁମାନେ ତୁମକୁ ବହୁତ କନ୍ଦାଇଥିଲେ, ତୁମକୁ ବହୁତ କଷ୍ଟ ଦେଇଥିଲେ, ତୁମର ଦୁଃଖର ମଜା କରିଥିଲେ, ସେହି ଶତ୍ରୁମାନେ ଏବେ ରକ୍ତ ଲୁହ କାନ୍ଦିବେ। ବନ୍ଧୁଗଣ, ମିଠା ପାଇଁ ଅର୍ଡର ଦିଅ, କାରଣ ତୁମେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ସମୟ ଶେଷରେ ଆସିଗଲା। ପୁଅ, ଏହି ଭିଡିଓକୁ ସମ୍ପୂର୍ଣ୍ଣ ଏକା ଦେଖ, ଧ୍ୟାନ ଦେଇ ଦେଖ। ଏହି ସତ୍ୟ କାହା କାନରେ ପଢ଼ିବା ଉଚିତ ନୁହେଁ। ଏବଂ ସର୍ବପ୍ରଥମେ ଭିଡିଓ ଆରମ୍ଭ କରିବା ପୂର୍ବରୁ ବଜରଙ୍ଗବଳୀଙ୍କ ସମସ୍ତ ସଚ୍ଚା ଭକ୍ତଙ୍କୁ ଏହି ଭିଡିଓ ପସନ୍ଦ କରିବା ଉଚିତ। ଏହା ସହିତ ଦୟାକରି କମେଣ୍ଟ ବାକ୍ସରେ ସତ୍ୟ ହୃଦୟରେ ଜୟ ବଜରଙ୍ଗବଳୀ ଏବଂ ଜୟ ସିଆରାମ ଲେଖ। ବନ୍ଧୁଗଣ, ଆମେ ଗୋଟିଏ କଥା ଭଲ ଭାବରେ ଜାଣୁ ଏବଂ ବୁଝୁଛୁ ଯେ ତୁମ ଜୀବନର ଗତ କିଛି ବର୍ଷ ତୁମେ ଚାହୁଁଥିବା ପରି ଭଲ ନଥିଲା। ତୁମେ ତୁମ ଜୀବନରେ ବହୁତ କଠିନ ପରିଶ୍ରମ କରିଥିଲ,
किंतु तुमे शांति तुमर योग्य खुशी पाई पारिल नाही। जेतेबेले तुमे काहाकू विश्वास कल किंबा काहा उपरे विश्वास देखाइल, सेही व्यक्ति तुमर विश्वास भांगी देब। लोक माने तुमर दुर्बलतार बहुत फायदा उठाइले। तुमे समस्तंकु साहाय्य कल, तुमे केबे काहाकू साहाय्य करिबाकू मना करिनाह, किंतु जेतेबेले तुमकू साहाय्यर आवश्यकता पड़िला, लोकमान केवल तुमकू व्यवहार कले एवं केवल तुमकू व्यवहार कले। जेतेबेले तुमे असुविधारे थिल, लोकमाने तुमकू छाड़ी देले। अनेक थर बंधुगण तुम मनरे एही प्रश्न आसीछि, एही प्रश्न उठिछि, हे भगवान मु केउ भूल करुछि, मु एपरि केउ पाप करिछि जहा मो जीवनरे एते दुख देउछि, जहा जोगु मु मो जीवनरे एते समस्यार सम्मुखीन हेउछि। तेनु बंधुगण आजि मु तुमर सेही भूल गुड़िक विषय कहिबि। देख, जानतरे हेउ बा अजानतरे समस्ते छोटो छोटो भूल करंती, किंतु किछि समय धरी तुमे तुम जीवनरे भूल करि आसुछि। तुमे केउ भूल करुछ, एहाकू एक कहानी आकाररे अति सरल शब्दरे बुझिबा। बंधुगण गोटिए दिन कैलाश पर्वतर उच्चतारे बहुत शांति थिला। चारिआडे बरफर आवरण थिला एवं सेठारे बहुत ठंडा पवन बहिथिला। सेही समयरे देव ऋषि नारद मुनि आकाशरू वीणा बजाई सेठारे उपस्थित हेले। तांको मुहरे करुणा एवं कौतूहल थिला। से भगवान शंकरंकु प्रणाम करी कहिले, हे महादेव मु पृथ्वीरू फेरी आसुछि। मु देखिछि जे प्रत्येक मनीष प्रतिदिन दुखी रही थाए, चिंतित थाए, भयरे थाए, हताशारे बंची थाए। केतेक टंका पाई कांदुछंती, केतेक संपर्क पाई लड़ीछंती, केही जने रोगरे पीड़ित। मु बुझी पारु नाही जे मनीष निज जीवनरे एते दुखी काहीकि, जदिओ सेमाने निजे ईश्वरंक अंश। दयाकरी मोते कुहंतु जे मनीष जीवनरे एते दुख काहीकि आसे। एही प्रश्न सुनी भगवान शंकर कहिले, हे नारद मनीषर दुख बाहरु आसी न थाए, सेमाने निजे निजर कार्य चिंताधारा एवं अभ्यास माध्यमरे दुखकू निमंत्रण करंती। मनीष दुखकू चिन्हि पारंती नाही, कारण सेमाने सत्य ठारू दूररे एवं आसक्तिर जालरे फसी रहिछंती। तापरे भगवान शंकर तीनोटी प्रमुख भूल वर्णना कले, जहाँ आपण माने बंधु माने किछि समय धरी आपणक जीवनरे बारंबार करि आसुछंती। आपणक जीवनर प्रथम भूल हेउछि आपणक अहंकार। जेतेबेले जने व्यक्ति निजकू श्रेष्ठ मने करिबा आरंभ करंती, तेबे बुझंतु जे तांकर पतन निकटर हेउछि। हाँ बंधु माने, केतेबेले जेतेबेले आमे किछि करू एवं कोनोसी कामरे सफल हेउ, आम भितरे अहंकार विकसित हुए। आमे अनुभव करिबाकू आरंभ करू जे आमठारू केही बड़ नुहंती। एपरी अहंकार बंधु माने सर्वदा जने व्यक्तिंक पतनकू नहीं जाए। सेही गर्व जने व्यक्तिकू अलगा करी दिए, संपर्करे फात सृष्टि करे एवं जेतेबेले समस्तंक सहित संपर्क खराप हेबाकू आरंभ करे, जने व्यक्ति जेते कठिन परिश्रम कले मध्य से केबे खुशी हुए नाही। एहा मध्य होइपारे बंधुगण, आपणक जीवनरे दुखर कारण हेउथिबा द्वय सबुठारू बड़ भूल हेउछि खाद्यकू असम्मान करिबा। हाँ बंधुगण देखंतु, आजिर कलिजुगरे लोकमाने दिनकू दुईटी उपयुक्त खाद्य मध्य पाई पारु नाहंती। एपरी परिस्थिति रे बंधुगण आजि मध्य आम देशरे अनेक लोक अछंती जेउमाने रातिरे भोकिला सोई जांती, सेमानंकू रात्रि भोजन मध्य मिले नाही। एपरी परिस्थिति रे आपणक मध्यरू अनेक अछंती जेउमाने खाद्यकू सम्मान करंती नाही, खाद्यकू सम्मान करंती नाही। सेमाने जहाँ पांती ताहा किछि बोली मानिबे नाही, जेते इच्छा खांती एवं बाकीकू थाळीरे छाड़ी दियंती। एही परी भाबरे बंधुगण जिए खाद्यकू असम्मान करे, खाद्यकू सम्मान करे नाही, से व्यक्ति सर्वदा तळे पड़ी जाए। सेही व्यक्ति तांको जीवनरे जेते कठिन परिश्रम करंती, जेते प्रयास करंती, सेपरी व्यक्ति केबे भी तांको जीवनरे आगकू बढ़ी पारे नाही। दारिद्र्य सर्वदा सेही व्यक्ति को अनुसरण करे। सेही व्यक्ति जेते कठिन परिश्रम करंती, सेही घरे टंका केबे भी रहे नाही। बंधुगण लोभ एवं अधिक टंका रोजगार करिबार इच्छा, भूल उपाय रे टंका रोजगार करिबार इच्छा सर्वदा आपणक दुख को वृद्धि करिबो। हाँ बंधुगण
ଜଣେ ବ୍ୟକ୍ତି କେବେ ବି ଯାହା ପାଏ ସେଥିରେ ସନ୍ତୁଷ୍ଟ ହୁଏ ନାହିଁ। ଆପଣ ମଧ୍ୟ ଅନେକ ଥର ଲକ୍ଷ୍ୟ କରିଥିବେ ଯେ ଆପଣ ଆପଣଙ୍କ ଜୀବନରେ ଯାହା ପାଉଛନ୍ତି ସେଥିରେ ଆପଣ କେବେ ବି ସନ୍ତୁଷ୍ଟ ହେବେ ନାହିଁ। ଆପଣ ସବୁବେଳେ ଦେଖିବେ ଯେ ଅନ୍ୟମାନଙ୍କ ପାଖରେ ଅଧିକ ଧନ ଅଛି। ଯଦି ଆପଣଙ୍କର ଜଣେ ପଡ଼ୋଶୀ, ଜଣେ ସମ୍ପର୍କୀୟ କିମ୍ବା ଆପଣଙ୍କର କିଛି ବନ୍ଧୁ ଅଛନ୍ତି, ତେବେ ଆପଣ ସର୍ବଦା ଅନୁଭବ କରିବେ ଯେ ତାଙ୍କ ପାଖରେ ଅଧିକ ଧନ ଅଛି, ମୋ ପାଖରେ କିଛି ନାହିଁ। ସେ ମୋଠାରୁ ଆଗକୁ ଯାଇଛି, ସେ ଅଧିକ ଟଙ୍କା ରୋଜଗାର କରୁଛି, ସେ ଅଧିକ ପ୍ରଗତି କରୁଛି। ଯେପର୍ଯ୍ୟନ୍ତ ଆପଣ କେବଳ ଅନ୍ୟମାନଙ୍କ ଉପରେ ନଜର ରଖିବେ, ଯେପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କ ଉପରେ ଧ୍ୟାନ ଦେବେ, ଯେପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କ ପ୍ରତି ଈର୍ଷାର ଭାବନାକୁ ହ୍ରାସ କରିବେ ନାହିଁ, ଆପଣ କେବେ ବି ଆପଣଙ୍କ ଜୀବନରେ ଉନ୍ନତି କରିପାରିବେ ନାହିଁ। ଆପଣଙ୍କୁ ନିଜ ଭିତରୁ ଅନ୍ୟମାନଙ୍କ ପ୍ରତି ଈର୍ଷାର ଭାବନାକୁ ଦୂର କରିବାକୁ ପଡ଼ିବ। ଅନ୍ୟ ବ୍ୟକ୍ତି ପାଖରେ କ'ଣ ଅଛି, ସେହି ବ୍ୟକ୍ତି କ'ଣ କରୁଛି, ସେହି ବ୍ୟକ୍ତି ପାଖରେ କେତେ ଟଙ୍କା ଅଛି କିମ୍ବା ତାଙ୍କର କେତେ ସମ୍ପତ୍ତି ଅଛି, ତାହା ଦେଖିବା ଉଚିତ ନୁହେଁ। କେବେ ବି ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଆଜି ଆପଣଙ୍କ ପାଖରେ ଯାହା ଅଛି, ଆଜି ଆପଣ ଯାହା ରୋଜଗାର କରୁଛନ୍ତି, ଏହା ସବୁ ଭଗବାନଙ୍କ କୃପା। ଯଦି ଆପଣ ଏହି ଚିନ୍ତା କରି ଜୀବନରେ ଆଗକୁ ବଢ଼ନ୍ତି, ତେବେ ଆପଣ ସର୍ବଦା ପ୍ରଗତି କରିବେ। କିନ୍ତୁ ବନ୍ଧୁଗଣ, ଯେପର୍ଯ୍ୟନ୍ତ ତୁମେ ନିଜ ଭିତରୁ ଈର୍ଷାର ଭାବନାକୁ ଦୂର କରିନା, ହଁ, ଯେପର୍ଯ୍ୟନ୍ତ ତୁମେ ଲୋଭକୁ ଦୂର କରିନାହଁ, ସେ ପର୍ଯ୍ୟନ୍ତ ତୁମ ଜୀବନରେ କେବେ ବି ମହାନ ଖୁସି ଆସିବ ନାହିଁ। ସେଥିପାଇଁ ବନ୍ଧୁଗଣ, ଗୁରୁଦେବ କହିଛନ୍ତି ଯେ ଜଣେ ମଣିଷକୁ ସବୁକିଛିରେ ସନ୍ତୋଷ ଖୋଜିବା ଉଚିତ। ଆଜି ତୁମ ପାଖରେ ଯାହା ଅଛି, ତୁମେ ସେହି ଜିନିଷଗୁଡ଼ିକରେ ସନ୍ତୁଷ୍ଟ ରହିବା ଶିଖିବା ଉଚିତ। ତୁମେ କେବଳ କମ୍ବଳ ଅନୁମତି ଦେବା ପର୍ଯ୍ୟନ୍ତ ତୁମର ଗୋଡ଼ ବିସ୍ତାର କରିବା ଉଚିତ। ବନ୍ଧୁଗଣ, ଅତ୍ୟଧିକ ଋଣ ନେଇ କରାଯାଇଥିବା କାମ ତୁମକୁ ସର୍ବଦା ଅସୁବିଧାରେ ପକାଇବ। ହଁ ବନ୍ଧୁଗଣ, ଅନେକ ଲୋକ ଅଛନ୍ତି ଯେଉଁମାନେ ଦେଖାଣିଆରେ ବହୁତ ବିଶ୍ୱାସ କରନ୍ତି। ସେହି ଲୋକମାନେ ସମାଜରେ ଦେଖାଣିଆ କରିବାକୁ ପସନ୍ଦ କରନ୍ତି। ସେମାନେ ସମାଜରେ ବଡ଼ ଦେଖାଣିଆ ଦେଖିବାକୁ ପସନ୍ଦ କରନ୍ତି। ସେମାନେ ଧନୀ ଦେଖାଣିଆ ହେବାକୁ ପସନ୍ଦ କରନ୍ତି, ଯଦିଓ ସେମାନଙ୍କର ପକେଟ ଖାଲି ଥାଏ। ଅନେକ ଲୋକ ଋଣ ନେଇ ବଡ଼ ଗାଡ଼ି କିଣନ୍ତି, ଅନେକ ଲୋକ ଋଣ ନେଇ ମହଙ୍ଗା ମୋବାଇଲ କିଣନ୍ତି, ମହଙ୍ଗା ଗାଡ଼ି, ଏବଂ ତାପରେ କ'ଣ? ପରେ ସେମାନେ କାନ୍ଦିବାକୁ ଲାଗିଥାନ୍ତି। ପରେ ସେମାନେ ପଶ୍ଚାତାପ କରିଥାନ୍ତି ଯେ ଓହୋ, ମୋ ଉପରେ ଏତେ ଋଣ ଅଛି, ମୁଁ ଏଥିରେ ଫସିଯାଇଛି, ମୁଁ ଏଥିରେ ଫସିଯାଇଛି। ତାପରେ ସମସ୍ତ ପ୍ରକାରର ପ୍ରଶ୍ନ ଉଠିବା ଆରମ୍ଭ ହୁଏ। ତେଣୁ ବନ୍ଧୁଗଣ, ତୁମେ ସର୍ବଦା ଦେଖାଣିଆ ଦୁନିଆରୁ ଦୂରରେ ରହିବା ଉଚିତ। ବନ୍ଧୁଗଣ, ମୁଁ ତୁମକୁ କହିବାକୁ ଚାହେଁ ଯେ ତୁମର ସବୁଠାରୁ ବଡ଼ ଶତ୍ରୁ, ତୁମର ସବୁଠାରୁ ବଡ଼ ଶତ୍ରୁ ହେଉଛି ସେହି ବ୍ୟକ୍ତି। ଅପରିଚିତ ବ୍ୟକ୍ତି ନୁହନ୍ତି, କିମ୍ବା ଏପରି କୌଣସି ବ୍ୟକ୍ତି ନାହିଁ ଯାହାକୁ ତୁମେ କେବେ ଦେଖିପାରିବ ନାହିଁ କିମ୍ବା ବୁଝିପାରିବ ନାହିଁ। ତୁମର ସବୁଠାରୁ ବଡ଼ ଶତ୍ରୁ ହେଉଛି ତୁମ ଚାରିପାଖରେ ଥିବା କେହି ଜଣେ। ଏପରି ଜଣେ ବ୍ୟକ୍ତି ବନ୍ଧୁ ଅଛନ୍ତି ଯାହା ଉପରେ ତୁମେ ବହୁତ ବିଶ୍ୱାସ କର। ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହା ଉପରେ ତୁମର ବହୁତ ବିଶ୍ୱାସ ଅଛି। ତୁମେ ସେହି ବ୍ୟକ୍ତିକୁ ତୁମର ଜୀବନ ସହିତ ଜଡ଼ିତ ସବୁକିଛି, ତୁମ ଜୀବନ ସହିତ ଜଡ଼ିତ ପ୍ରତ୍ୟେକ ଛୋଟ ବଡ଼ କଥା କହିବ। ତୁମେ ସେହି ବ୍ୟକ୍ତିକୁ କହିବ ଏବଂ ତାପରେ ସେହି ବ୍ୟକ୍ତି ତୁମର ଦୁର୍ବଳତାର ଫାଇଦା ଉଠାଇବା ଆରମ୍ଭ କରିବ। ହେ, ଯେତେବେଳେ ସେହି ବ୍ୟକ୍ତି ଜାଣିବ ଯେ ତୁମର ଦୁର୍ବଳତା କ'ଣ, ତୁମେ ତୁମର ଜୀବନରେ କ'ଣ ଭୁଲ କରୁଛ, ତୁମେ କେଉଁ ଉପାୟରେ ଫସିପାରିବ, ଯେତେବେଳେ ତୁମର ଶତ୍ରୁମାନେ ଏସବୁ ବିଷୟରେ ଜାଣିବେ, ସେତେବେଳେ ସେମାନେ ତୁମ ବିରୁଦ୍ଧରେ ବଡ଼ ଫାଶ ବିଛାଇବା ଆରମ୍ଭ କରିବେ। ସେଥିପାଇଁ ବନ୍ଧୁଗଣ, ଏହି ଆଗାମୀ 48 ଘଣ୍ଟାରେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣ ଆପଣଙ୍କ ଜୀବନର ମୁଖ୍ୟମନ୍ତ୍ରୀ। ଆପଣଙ୍କ ଜୀବନ ସହିତ ଜଡ଼ିତ ଜିନିଷ, ଆପଣଙ୍କ ଜୀବନର ଗୁପ୍ତ କଥାଗୁଡ଼ିକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ ନାହିଁ। ଆପଣ କ'ଣ କରୁଛନ୍ତି, ଆପଣ କେତେ ରୋଜଗାର କରୁଛନ୍ତି, ଆପଣ ଆପଣଙ୍କ ପରିବାର ସହିତ କେଉଁଠିକୁ ଯାଆନ୍ତି, ଆପଣ କ'ଣ ବିଷୟରେ କଥା ହୁଅନ୍ତି, ଆପଣଙ୍କ ଘରକୁ କେଉଁ ଉପାୟରେ ଖୁସି ଆସେ, ଏହି ଜିନିଷଗୁଡ଼ିକୁ କେବେ ବି ବଜାଇବା ଉଚିତ ନୁହେଁ। କାରଣ ଲୋକମାନେ କେବଳ ଅପେକ୍ଷା କରନ୍ତି, ଲୋକମାନେ କେବଳ ଏହି ଜିନିଷଗୁଡ଼ିକୁ ଈର୍ଷା କରନ୍ତି। ଯେତେବେଳେ ଆପଣ ଦେଖିବେ ଯେ ଯେତେବେଳେ ଆପଣଙ୍କ ଜୀବନରେ କୌଣସି ଖୁସି ଆସିବ, ଯେତେବେଳେ ଆପଣଙ୍କ ଜୀବନରେ କିଛି ପ୍ରଗତି ହେବ, ସେତେବେଳେ ଆପଣଙ୍କ ଶତ୍ରୁମାନେ, ଯେଉଁମାନେ ଆପଣଙ୍କୁ ବହୁତ ଈର୍ଷା କରନ୍ତି,
ସେହି ଶତ୍ରୁମାନେ ଆପଣଙ୍କ କାମ ଆପଣଙ୍କ ଖୁସି ଉପରେ ଖରାପ ନଜର ପକାଇବା ଆରମ୍ଭ କରିବେ ଏବଂ ଆପଣଙ୍କ ଖୁସିକୁ ନଷ୍ଟ କରିଦେବେ। ସେଥିପାଇଁ ବନ୍ଧୁଗଣ, ମୁଁ ଆପଣଙ୍କୁ ଏତିକି କହିବି ଯେ ଆଗାମୀ 48 ଘଣ୍ଟାରେ ଏତିକି ବୁଝନ୍ତୁ ଯେ ଆପଣ ଯାହା ବି କାମ କରିବେ ତାହା ଅତ୍ୟନ୍ତ ଗୁପ୍ତ ଭାବରେ କରନ୍ତୁ। ଯଦି ଆପଣ କୌଣସି କାମ କରିବାକୁ ଯାଉଛନ୍ତି ତେବେ ତାହା ଅତ୍ୟନ୍ତ ଗୁପ୍ତ ଭାବରେ କରନ୍ତୁ। ଆପଣଙ୍କ କାମ ବିଷୟରେ ନିଜେ ବିଗଡ଼ି ବଜାଇବେ ନାହିଁ। ତୁମେ କ'ଣ କରୁଛ କିମ୍ବା କିପରି କରୁଛ ତାହା କାହାକୁ କୁହ ନାହିଁ। ତୁମେ ତୁମର ଜିନିଷଗୁଡ଼ିକୁ ଯେତେ ଗୋପନୀୟ ରଖିବ ତୁମ ପାଇଁ ସେତେ ଭଲ ହେବ। ବନ୍ଧୁଗଣ, ମୁଁ ତୁମକୁ କହିବାକୁ ଚାହେଁ ଯେ ଆଗାମୀ 48 ଘଣ୍ଟା ମଧ୍ୟରେ ଅଫିସରେ ତୁମର ପଦୋନ୍ନତି ହେବାର ସମ୍ଭାବନା ଅଛି। ଦେଖ, ଆମେ ଜାଣୁ ଯେ ତୁମେ ବହୁତ ଦିନ ଧରି କାମ କରୁଛ ଏବଂ ତୁମେ ବହୁତ ଦୁଃଖିତ। ତୁମକୁ ପଦୋନ୍ନତି ମିଳୁନାହିଁ। ତୁମେ ଯେଉଁ ଖୁସି ପାଇବାକୁ ଯୋଗ୍ୟ ତାହା ପାଉନାହଁ। କିନ୍ତୁ ଏବେ ବନ୍ଧୁଗଣ, ସମୟ ବଦଳି ଯାଉଛି। ଏବେ ତୁମର ଭାଗ୍ୟର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏବେ ବନ୍ଧୁଗଣ, ତୁମ ଜୀବନରେ ଏକ ସମୟ ଆରମ୍ଭ ହେବାକୁ ଯାଉଛି, ଏକ ସମୟ ଯାହାକୁ ତୁମେ ବର୍ଷ ବର୍ଷ ଧରି କଳ୍ପନା କରିଆସୁଛ। ତୁମେ ଏକା ବହୁତ କାନ୍ଦିଥିଲ, ତୁମେ ବହୁତ ଦୁଃଖିତ ଥିଲ। ଆମେ ଜାଣୁ ଯେ ତୁମର ପ୍ରିୟଜନମାନେ ତୁମକୁ ବହୁତ ବିଶ୍ୱାସଘାତକତା କରିଥିଲେ। ଯେପର୍ଯ୍ୟନ୍ତ ତୁମ ପାଖରେ ଟଙ୍କା ଥିଲା, ଯେପର୍ଯ୍ୟନ୍ତ ତୁମ ପାଖରେ ଧନ ଥିଲା, ଲୋକମାନେ ତୁମ ଚାରିପାଖରେ ଘେରି ରହିଥିଲେ। ଲୋକମାନେ ତୁମର ନିଜର ବୋଲି ଅଭିନୟ କରୁଥିଲେ। କିନ୍ତୁ ଯେତେବେଳେ ତୁମ ଜୀବନରେ ଟିକିଏ ଅସୁବିଧା ଆସିଲା, ଯେତେବେଳେ ତୁମ ଜୀବନରେ ଟିକିଏ ଦୁଃଖ କିମ୍ବା ସଙ୍କଟ ଆସିଲା, ଲୋକମାନେ ତୁମକୁ ପରିତ୍ୟାଗ କଲେ, ତୁମର କଷ୍ଟରେ ତୁମକୁ ଏକା ଛାଡ଼ିଦେଲେ। ତେଣୁ ବନ୍ଧୁଗଣ, ବର୍ତ୍ତମାନ ଏହି ପରବର୍ତ୍ତୀ 48 ଘଣ୍ଟା ଆସୁଛି। ଏହି 48 ଘଣ୍ଟା ମଧ୍ୟରେ ମନେ ରଖନ୍ତୁ ଯେ ଆପଣଙ୍କୁ ଲୋକଙ୍କ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଦେଖନ୍ତୁ, ଆପଣଙ୍କର ସମସ୍ୟାର ସବୁଠାରୁ ବଡ଼ କାରଣ ହେଉଛି ଆପଣ ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭର କରନ୍ତି। ଆପଣ ଅନ୍ୟମାନଙ୍କ ବିଷୟରେ ଅତ୍ୟଧିକ ଚିନ୍ତା କରନ୍ତି। ଆପଣ ଅନ୍ୟମାନଙ୍କ ବିଷୟରେ ଅତ୍ୟଧିକ ଚିନ୍ତା କରନ୍ତି। ଆପଣ ଅନ୍ୟମାନଙ୍କ ବିଷୟରେ ଅତ୍ୟଧିକ ଚିନ୍ତା କରନ୍ତି। ମୁଁ କ'ଣ କରିବାକୁ ପଡ଼ିବ? ମୁଁ କ'ଣ ଶିଖିବାକୁ ପଡ଼ିବ? ଆପଣ ନିଜ ପ୍ରତି ଯେତେ ଧ୍ୟାନ ଦେବେ, ଆପଣ ନିଜ ବିଷୟରେ ସେତେ ଭଲ ହେବ। ତେଣୁ ବନ୍ଧୁଗଣ, ମନେ ରଖନ୍ତୁ ଯେ ଆପଣଙ୍କୁ ନିଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଆପଣଙ୍କ ଖୁସି ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଯଦି ଆପଣଙ୍କୁ ନିଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ, ତେବେ ସମୟ ଆପଣଙ୍କ ପାଇଁ ବହୁତ ଭଲ ହେବ। ଆପଣ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରି ବହୁତ ସମୟ ନଷ୍ଟ କରିଛନ୍ତି। କିନ୍ତୁ ବର୍ତ୍ତମାନ ବନ୍ଧୁଗଣ, ଆସିବାକୁ ଥିବା ସମୟ ଆପଣଙ୍କର ହେବ। ଏହି 48 ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଏପରି ଖୁସି ଆସିବାକୁ ଯାଉଛି ଯାହା ଆପଣ କେବେ କଳ୍ପନା କରିନଥିବେ। ଏବଂ ବନ୍ଧୁଗଣ, ଆପଣଙ୍କ ଭାଗ୍ୟ ଆପଣଙ୍କୁ ଗୋଟିଏରୁ ଅଧିକ ନୂତନ ସୁଯୋଗ ଦେବାକୁ ଯାଉଛି। ହଁ ବନ୍ଧୁଗଣ, ତେଣୁ ଏବେ ମନେ ରଖନ୍ତୁ ଯେ ଆପଣ ଏହି ସୁଯୋଗଗୁଡ଼ିକୁ ହାତଛଡ଼ା କରିବାକୁ ଦେବେ ନାହିଁ। ଏହି ସୁଯୋଗଗୁଡ଼ିକ ଯାହା ତୁମେ ପାଉଛ, ତୁମେ ଏହି ସୁଯୋଗଗୁଡ଼ିକ ପାଉଛ, ତୁମକୁ ଦୁଇ ହାତରେ ଧରିବାକୁ ପଡ଼ିବ, ଦୁଇ ହାତରେ ଗ୍ରହଣ କରିବାକୁ ପଡ଼ିବ। ନିଜ ଭିତରୁ ଗର୍ବର ଭାବନାକୁ ଦୂର କରିବାକୁ ପଡ଼ିବ। ଏହା ଭାବିବ ନାହିଁ ଯେ ମୁଁ କୌଣସି ଛୋଟ କାମ କରିବି ନାହିଁ କିମ୍ବା ମୁଁ ଏହି କାମ କରିବାକୁ ଲଜ୍ଜିତ ହେବି, ମୁଁ କେବେ ଏହି କାମ କରିବି ନାହିଁ। ତୁମକୁ ନିଜ ଭିତରୁ ଏହି ପ୍ରକାରର ଭାବନା, ଏହି ପ୍ରକାରର ଗର୍ବକୁ ଦୂର କରିବାକୁ ପଡ଼ିବ ଏବଂ ତୁମେ ଯେକୌଣସି ସୁଯୋଗ ପାଉଛ, ସେହି ସୁଯୋଗକୁ ଗ୍ରହଣ କର ଏବଂ ଜୀବନରେ ଆଗକୁ ବଢ଼ିବାରେ ଧ୍ୟାନ ଦିଅ। ତୁମକୁ ପ୍ରଗତି ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏବଂ ବନ୍ଧୁମାନେ, ଯଦି ଆମେ ପାରିବାରିକ ଜୀବନ ବିଷୟରେ କଥା ହେବା, ତେବେ ଆଗାମୀ 48 ଘଣ୍ଟାରେ ତୁମର ପାରିବାରିକ ଜୀବନ ବହୁତ ଭଲ ହେବାକୁ ଯାଉଛି। ତୁମେ ତୁମର ପରିବାର ସଦସ୍ୟଙ୍କ ସହିତ ବହୁତ ଭଲ ସମୟ ବିତାଇବାକୁ ଯାଉଛ। ଯେତେବେଳେ ତୁମେ ତୁମର ପ୍ରିୟଜନଙ୍କ ସହିତ ବସି କଥାବାର୍ତ୍ତା କର, ଯେତେବେଳେ ତୁମେ ବସି ତୁମର ପ୍ରିୟଜନଙ୍କ ସହିତ ଆଲୋଚନା କର, ସେତେବେଳେ ସମୟ ତୁମ ପାଇଁ ବହୁତ ଭଲ ହେବ। ଏବଂ ବନ୍ଧୁମାନେ, ମନେ ରଖ ଯେ ତୁମେ କିଛି ସମୟ ବାହାର କରି ତୁମର ପ୍ରିୟଜନଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରିବା ଉଚିତ। ହଁ ବନ୍ଧୁମାନେ,
तुमर प्रियजनक सहित बसी कथबार्ता कर। तुमर मनरे जेकोसी चिंता अच्छी, जेकोसी समस्या अच्छी, देख आमे जानिछु जे गत अनेक वर्ष धरी तुम जीवन तुम जीवन चली आसी। मो जीवन रे बहुत संकट अच्छी। तुम मानक मध्यरु अनेक तुमर चाकिरी विषय चिंतित, किछि लोक तुमर व्यवसाय विषय चिंतित, किछि लोकंक जीवन रे टंका बाकी नहीं, किछि लोक कोनोसी रोग किंबा स्वास्थ्य विषय रे बहुत चिंतित। तुम जीवन रे अनेक समस्या अच्छी, किंतु बंधुगण जेतेबेले तुमे तुमर प्रियजनक सहित बसी कथा हुओ, जेतेबेले तुमे सेही समस्या विषय रे निज सहित आलोचना कर, तेबे तुमर जीवनर सबुठारु बड़ा समस्या मध्य बहुत सहजरे समाधान होइजिबो। किंतु सबुठारु गुरुत्वपूर्ण कथा हेउछि तुमे तुमर प्रियजनक सहित आलोचना कर, निज सहित बसी कथा हुओ, तेबे ही बंधुगण तुमर मन हालुका हेबो। तापरे तुमर जीवनरु समस्त समस्या दूर होइजिबो। एहा सहित बंधुगण आगामी 48 घंटारे टंका निवेश करिबा समय रे 10 थर चिंता कर। हाँ बंधुगण तुमे शीघ्र होई भूल करिपार, शीघ्र होई आपण भूल स्थान रे निवेश करिपारंती, जहाँ परे आपनकु समस्या सृष्टि करिपारे। सेतिपाई समय सेमानंक पई प्रकृतरे भल हेबाकु जाउछि। जेउ माने निवेश करिबाकु योजना करूछंती, जेउ माने निवेश करिबा विषय रे चिंता करूछंती, किंतु आपनकु टिकिए ज्ञान एवं टिकिए मस्तिष्क सहित आपनकर निष्पत्ति नेबाकु पड़िबो। एक तरबर निष्पत्ति भूल होई पारे एवं आपनक पई नूतन समस्या आनी पारे। सेथिपाई आपनकु प्रत्येक निष्पत्ति बहुत बुद्धिमान भावरे एवं बहुत बुझिबा परे नेबाकु पड़िबो। एहा सहित बंधुगण एबे आसंतु समाधान विषय रे आलोचना करिबा। एही 48 घंटा मध्यरे आपण कोन समाधान करि परिबे। तेनु बंधुगण आपनक जीवनर समस्या टंका सहित जड़ित। घरे सुख एवं शांति नहीं। छोट छोट कथा को नहीं विवाद आरंभ हुए, छोट छोट कथा को नहीं झगड़ा हुए, छोट छोट कथा को नहीं घरे नूतन विवाद आरंभ हुए। तेनु बंधुगण आपणक जीवन रे चलीथिबा एही समस्त समस्यार समाधान अछि। सेही समाधान हेउछि आपणकु आपणक घरर शक्ति को परिवर्तन करिबाकु पड़िबो। देखंतु जेउ घरे नकारात्मक शक्ति प्रवेश करे, सेही घरे समान घटना घटिबा आरंभ हुए। एवं मु आपणकु कहिबाकु चाहूछि जे गत किछि समय धरी आपणक घरे नकारात्मक शक्ति बहुत वृद्धि पाइछि। सेथिपाई बंधु माने आपण प्रतिदिन सकाळे आपणक घरे आपणक परिवार देवतांकु पूजा करिबा उचित। आपणक परिवार देवतांकु पूजा करंतु, आरती करंतु, पूजा करंतु। एहा परे बंधु माने आपणक घरे ध्यान देई सुनंतु। बंधु माने आपण आपणक समग्र घरे कर्पूर एवं लवंगर धुआं जालिबा उचित। एहा करिबा द्वारा बंधु माने आपणक घरे थिबा समस्त नकारात्मक शक्ति, आपणक घरे थिबा समस्त नकारात्मक शक्ति, सेही समस्त नकारात्मक शक्ति समाप्त होइजिबो एवं आपणक घरे एक पवित्र परिवेश सृष्टि हेबो। आपणक घरे सकारात्मक शक्ति वृद्धि पाइबा आरंभ करिबो। आपणक घरर परिवेश संचालित भावरे उन्नत हेबो एवं आपण एही परिवर्तन को निज आखिरे देखि पारिबे। आपण निजे अनुभव करिबे जे हाँ आपणक जीवन रे एक परिवर्तन आसीछि। आपण निजे अनुभव करिबे जे हाँ मो जीवन रे एक परिवर्तन आसीबा आरंभ होईछि। सेथिपाई आपणकु सकाळे किछि समय बाहर करी एहा करिबाकु पड़िबो। एहा सहित आपणक घर पाखरे जेउठारे शिवलिंग अर्थात महादेवंक मंदिर अछि, आपणकु प्रतिदिन सेठारे पानीर पात्र अर्पण करिबाकु पड़िबो। तुमे तुम घरु पानीर एक पात्र नेई शिवलिंग को नेई पारिबो, किंतु प्रतिदिन गोटे पात्र पानी अर्पण कर एवं पात्रे किछि पानी आनी घरर प्रत्येक कोणरे सेही पानी छिंच। बंधुगण एहा करिबा द्वारा तुम घरर समस्त नकारात्मक शक्ति नष्ट होइजिबो एवं तुम घरे एक पवित्र परिवेश सृष्टि हेबो। तुम घरे एक बहुत भल परिवेश विकसित हेबा आरंभ हेबो। तुमर समस्त काम जहाँ वर्ष वर्ष धरी पड़ी रहिछि, जेउ काम वर्ष वर्ष धरी संपूर्ण होई नाही, कठिन परिश्रम करिबा सत् जेउ कामरे तुमे सफलता पाउनाह,
ତୁମକୁ ଫଳ ମିଳୁନାହିଁ ସେହି ସମସ୍ତ କାମ ବହୁତ ସହଜରେ ସମାପ୍ତ ହେବା ଆରମ୍ଭ ହେବ ଏବଂ ତୁମର ଜୀବନରେ ଆସୁଥିବା ସମସ୍ତ ପ୍ରକାରର ବାଧାରୁ ମଧ୍ୟ ମୁକ୍ତି ପାଇବ। ସେଥିପାଇଁ ସେହି ପ୍ରତିକାରକୁ ଥରେ ସଚ୍ଚା ହୃଦୟରେ କର। କିନ୍ତୁ ମନେ ରଖ ବନ୍ଧୁଗଣ, ଯଦି ତୁମେ କୌଣସି ପ୍ରତିକାର କରୁଛ, ଯଦି ତୁମେ କୌଣସି କାମ କରୁଛ, ତେବେ ତୁମ ମନରେ ଲୋଭ ରହିବା ଉଚିତ ନୁହେଁ। ତୁମର ଏହି ଭାବନା ରହିବା ଉଚିତ ନୁହେଁ ଯେ ଯଦି ମୁଁ ଏହି କାର୍ଯ୍ୟ କରୁଛି ତେବେ ମୁଁ ଏଥିରୁ ଏହି ଫଳ ପାଇବା ଉଚିତ କିମ୍ବା ଏହି କାର୍ଯ୍ୟ ପାଇଁ ମୋତେ ଏହି ପ୍ରତିଫଳ ମିଳିବା ଉଚିତ। ଏହି ପ୍ରକାରର ଲୋଭକୁ ମନରୁ ଦୂର କରି ସତ୍ୟ ହୃଦୟ ଏବଂ ସତ୍ୟନିଷ୍ଠାରେ କରାଯାଇଥିବା କାମ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ଆଣିଦେବ। ବନ୍ଧୁଗଣ, ଏହା ବହୁତ ଭଲ ଫଳାଫଳ ଦେବ। ଏହା ସହିତ ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଏହି 48 ଘଣ୍ଟାରେ ଆପଣଙ୍କୁ ନୂତନ ସୁଯୋଗ ମଧ୍ୟ ମିଳିବ। ହଁ ବନ୍ଧୁଗଣ, ବର୍ଷ ବର୍ଷ ଧରି ଅଟକି ରହିଥିବା କାମ ଏବେ ବହୁତ ସହଜରେ ସମାପ୍ତ ହୋଇପାରିବ। ନୂତନ ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି। ତେଣୁ ମନେ ରଖନ୍ତୁ ଯେ ଆପଣ କୌଣସି ସୁଯୋଗକୁ ଆପଣଙ୍କ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ନଚେତ୍ କେବେ ଆପଣଙ୍କୁ ଏପରି ସୁଯୋଗ ପୁଣି ମିଳିବ ତାହା କେହି ଜାଣିନାହାନ୍ତି।